ଆଜିର ପ୍ରସଙ୍ଗ ବହୁଭାଷୀ ଶିକ୍ଷାର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଭୂମିକା। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ନିଜ ମାତୃଭାଷାର ବହୁଳ ବ୍ୟବହାର, ଏହାର ସଂରକ୍ଷଣ ଏବଂ ବିଭିନ୍ନ କ୍ଷେତ୍ରରେ ଉପଯୋଗ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ କରାଯାଉଛି। ବାଂଲାଦେଶରୁ ପ୍ରଥମେ ଏହି ଦିବସ ପାଳନର ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ପରେ 1999 ମସିହାରେ ୟୁନେସ୍କୋର ସାଧାରଣ ସମ୍ମିଳନୀ ଏହାକୁ ଅନୁମୋଦନ ପ୍ରଦାନ କରିଥିଲା। 2000 ମସିହାରୁ ସମଗ୍ର ବିଶ୍ୱରେ ଫେବୃଆରୀ 21 ତାରିଖକୁ ଆନ୍ତର୍ଜାତିକ ମାତୃଭାଷା ଦିବସ ଭାବରେ ପାଳନ କରାଯାଇ ଆସୁଛି। ସ୍ଥାୟୀ ସମାଜ ଗଠନ ପାଇଁ ସାଂସ୍କୃତିକ ଓ ଭାଷାଗତ ବିବିଧତାର ଅନେକ ପ୍ରାସଙ୍ଗିକତା ରହିଛି। ସଂସ୍କୃତି ଏବଂ ଭାଷା ମଧ୍ୟରେ ରହିଥିବା ପାର୍ଥକ୍ୟକୁ ସଂରକ୍ଷଣ କରିବାରେ ଏଭଳି ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ପାରମ୍ପରିକ ଜ୍ଞାନ ଏବଂ ସଂସ୍କୃତିକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିବାରେ ଏହା ସହାୟକ ହୋଇଥାଏ। ମାତୃଭାଷାର ସଂରକ୍ଷଣ ନ ହେବାରୁ ବହୁ କ୍ଷେତ୍ରରେ ଏହାର ଉପଯୋଗ ହ୍ରାସ ପାଇବା ସହ ସମଚକ୍ରରେ ଲୋପ ମଧ୍ୟ ପାଇଯାଉଛି। ବ୍ୟକ୍ତିଗତ ଅଭିବ୍ୟକ୍ତି ଏବଂ ଚିନ୍ତାଧାରାକୁ ଅନ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାରେ ମାତୃଭାଷା ଏକ ଦୃଢ଼ ମାଧ୍ୟମ ହୋଇଥାଏ। ଏପରିକି ଏକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ ଜନସଂଖ୍ୟାର 40% ମାତୃଭାଷାରେ ଶିକ୍ଷା ପାଇବାର ସୁଯୋଗ ପାଇନାହାନ୍ତି। ଯେଉଁ ଦେଶରେ ସ୍ଥାନୀୟ ଭାଷାର ଉପଯୋଗ ତଥା ଭାବର ଆଦାନ ପ୍ରଦାନ ସଶକ୍ତ, ସେ ଦେଶ ବିଶ୍ୱରେ ବିକଶିତ ପଥରେ ପରିଚାଳିତ ହୋଇଚାଲିଛି। ଚୀନ, ଜର୍ମାନୀ, ଜାପାନ, କୋରିଆ, ଫ୍ରାନ୍ସ, ରୁଷ ଆଦି ଦେଶ ଏହାର ଜ୍ୱଳନ୍ତ ଉଦାହରଣ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ମାତୃଭାଷୀ ଶିକ୍ଷାର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଭୂମିକା। ଭାଷା ଯୋଗାଯୋଗର ମାଧ୍ୟମ ହେବା ସହିତ ପରିଚୟ, ଶିକ୍ଷା, କଲ୍ୟାଣ ଏବଂ ସମାଜରେ ଅଂଶଗ୍ରହଣର କେନ୍ଦ୍ରବିନ୍ଦୁ ହୋଇଥାଏ। ମାତୃଭାଷାରେ ଶିକ୍ଷା ସମାବେଶୀ ଏବଂ ଶୈକ୍ଷିକ ବାତାବରଣକୁ ସୁଦୃଢ଼ କରିବା ସହିତ ଶିକ୍ଷାର ଫଳାଫଳକୁ ଅଧିକ ବ୍ୟାପକ କରିଥାଏ। ଭାରତରେ ମାତୃଭାଷା ଆଧାରିତ ଶିକ୍ଷାକୁ ସରକାର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସ୍ଥାନୀୟ ଭାଷାରେ ଶିକ୍ଷା ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି। ପ୍ରାଥମିକ ସ୍ତରରେ ମାତୃଭାଷାର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ଶିକ୍ଷଣ ଫଳାଫଳ ମଧ୍ୟ ଉନ୍ନତ ହେଉଛି। 117ରୁ ଅଧିକ ଆଞ୍ଚଳିକ ଭାଷା ପାଠ୍ୟପୁସ୍ତକକୁ ବିକଶିତ କରାଯାଇଛି। ମାତୃଭାଷାରେ ବୈଷୟିକ ଶିକ୍ଷାଦାନ ପାଇଁ ସରକାର କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ମାତୃଭାଷୀ ସମ୍ବଳ ପାଇଁ ଦୀକ୍ଷା ପୋର୍ଟାଲକୁ କାର୍ଯ୍ୟକାରୀ କରାଯାଇଛି। ଜାତୀୟ ଶିକ୍ଷାନୀତି ବ୍ୟତୀତ ସରକାର ଭାରତୀୟ ଭାଷା ପୁସ୍ତକ ଯୋଜନା, ଭାରତୀୟ ଭାଷା ପ୍ରାଇମର, AICTE ବୈଷୟିକ ଶିକ୍ଷା ପଦକ୍ଷେପ, ବହୁଭାଷୀ ପରୀକ୍ଷା ବ୍ୟବସ୍ଥା, ଡିଜିଟାଲ ଏବଂ ଅନୁବାଦ ଉପକରଣର ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ତ୍ରିପୁରାର ଅଗରତାଲାଠାରେ ପୂର୍ବ, ଉତ୍ତର ପୂର୍ବ ଏବଂ ଉତ୍ତର କ୍ଷେତ୍ରରେ ମିଳିତ ଆଞ୍ଚଳିକ ସରକାରୀ ଭାଷା ସମ୍ମିଳନୀକୁ ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଗତକାଲି ଉଦ୍ଘାଟନ କରିଛନ୍ତି। ସ୍ୱଭାଷା, ସ୍ୱରାଷ୍ଟ୍ର ଏବଂ ସ୍ୱଧର୍ମର ସମନ୍ୱୟ ମାଧ୍ୟମରେ ପ୍ରକୃତ ସ୍ୱାୟତ୍ତତା ହାସଲ ହୋଇଥାଏ ବୋଲି ଶ୍ରୀ ଶାହା କହିଛନ୍ତି। ସେ କହିଛନ୍ତି, ବହୁ ବର୍ଷ ଧରି ହିନ୍ଦୀ ଭାଷା ବିରୁଦ୍ଧରେ ନକାରାତ୍ମକ ପ୍ରଚାର କରାଯାଉଥିଲା। ହିନ୍ଦୀ ଏବଂ ଆଞ୍ଚଳିକ ଭାଷା ମଧ୍ୟରେ କେବେ କୌଣସି ବିବାଦ ଉପୁଜି ନାହିଁ। ପ୍ରତ୍ୟେକ ଭାଷା ପରସ୍ପର ସହ ସମ୍ବନ୍ଧିତ ଏବଂ ଏକତ୍ରିତ ଭାବେ ଉନ୍ନତ ହୋଇଛନ୍ତି। ହିନ୍ଦୀ ଭାଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଦ୍ୱାରା ଅନ୍ୟ ସବୁ ଆଞ୍ଚଳିକ ଭାଷା ସ୍ୱୟଂଚାଳିତ ଭାବେ ମଜବୁତ ହୋଇଥାଏ। ନିଜ ନିଜ ଭାଷା ଶିଖିବା, ସେଗୁଡ଼ିକୁ ଗ୍ରହଣ କରିବା ଏବଂ ଭାଷାର ଗୁରୁତ୍ୱକୁ ବୃଦ୍ଧି କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ। ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ପ୍ରଦାନ ଦ୍ୱାରା ଗବେଷଣା ଏବଂ ବିକାଶ ଦୂରେଇଯିବ ବୋଲି ହେଉଥିବା ଅଭିଯୋଗକୁ ଶ୍ରୀ ଶାହା ଖଣ୍ଡନ କରିଛନ୍ତି। କୌଣସି ଦେଶ ନିଜସ୍ୱ ଭାଷା କେବେ ବି ଏହାର ବିକାଶରେ ବାଧା ସୃଷ୍ଟି କରିପାରିବ ନାହିଁ। ବରଂ ଅନ୍ୟ ପ୍ରକାରେ କହିଲେ, ଯେଉଁ ଜାତି ନିଜ ଭାଷାରେ ନିଜର କାର୍ଯ୍ୟ, ଶିକ୍ଷା ଓ ପ୍ରଶାସନକୁ ପରିଚାଳନା କରେ, ସେ ଦ୍ରୁତଗତିରେ ବିକାଶ ଲାଭ କରିଥାଏ। ପିଲାଙ୍କୁ ସରଳ ଭାବରେ ବୁଝାଇବା ପାଇଁ ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ହେଉଛି ମାତୃଭାଷା। ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ସେମାନଙ୍କ ମାତୃଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦେଶରେ ଅନେକ ଭାଷା ରହିଛି ଯାହାର ନିଜସ୍ୱ ଲିପି ଅଛି, କିନ୍ତୁ ଏପରି ଅନେକ ଉପଭାଷା ରହିଛି ଯାହାର ପୃଥକ ଲିପି ନାହିଁ। ଏହି ଉପଭାଷାଗୁଡ଼ିକର ସଂରକ୍ଷଣ ତଥା ଡକୁମେଣ୍ଟେସନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ନିଜ ମାତୃଭାଷାକୁ ବଞ୍ଚାଇ ରଖିବା ଏବଂ ପରବର୍ତ୍ତୀ ପିଢ଼ିକୁ ଏହାର ଦାୟିତ୍ୱ ହସ୍ତାନ୍ତର କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ମାତୃଭାଷା ହିଁ ଆମ ନିଜସ୍ୱ ଭାବ ପ୍ରକାଶର ମାଧ୍ୟମ। ସାମାଜିକ ତଥା ଗୋଷ୍ଠୀଗତ ବନ୍ଧନକୁ ସୁଦୃଢ଼ କରିବାକୁ ହେଲେ ମାତୃଭାଷାକୁ ବଞ୍ଚାଇ ରଖିବାକୁ ପଡ଼ିବ। ଆସନ୍ତୁ ଏଥିପାଇଁ ସଂକଳ୍ପବଦ୍ଧ ହେବା।